ୟୁନେସ୍କୋ ତରଫରୁ ବର୍ତ୍ତମାନ ଏଇ ଯୋଉ ଦାବିଟା ଆପଣ କହୁଛନ୍ତି ଏଇଟା ଚାଲିଥିଲା। ଜଗନ୍ନାଥ ମହାପ୍ରଭୁଙ୍କର ରଥ, ନନ୍ଦିଘୋଷ ରଥ, ତାଳଧ୍ୱଜ ଏବଂ ଦେବୀ ଦଳନ ରଥର କିଏ କେତେ ଫୁଟ ରଥ, ରଥର କେମିତି ରଥ ଚକାର ରଥର କାର୍ଯ୍ୟ ପ୍ରଣାଳୀ କେମିତି ରଥ ତିଆରି ହୁଏ, ରଥ ସଂହିତାରେ କେମିତି ସମସ୍ତ କାର୍ଯ୍ୟର ତାର ମାପ କେତେ, ଉଚ୍ଚତା କେତେ, এই ସମସ୍ତ ଜିନିଷ ତଥ୍ୟକୁ ନେଇକରି ସେମାନଙ୍କର ପ୍ରସ୍ତୁତି ତାଙ୍କର ଚାଲିଥିଲା। ଯାହା ବି ହଉ ଆମର ମୁଖ୍ୟ ପ୍ରଶାସକ ବର୍ତ୍ତମାନ ସଂସ୍କୃତି ବିଭାଗ ସହିତ ଆଲୋଚନା କରିଛନ୍ତି ଶୀଘ୍ର ମାନ୍ୟତା ଦେବା ପାଇଁ। ତେଣୁକରି ଆଉ ଗୋଟେ ପକ୍ଷ ଆମେ ଯଦି ଦେଖିବା ଜଗନ୍ନାଥ ମହାପ୍ରଭୁଙ୍କର ଏଇ ଘୋଷ ଯାତ୍ରା ଇଏ ଶହ ଶହ ବର୍ଷ ଧରିକି ମହାପ୍ରଭୁଙ୍କର ଯାତ୍ରା ଚାଲିଛି ଏବଂ ସାରା ବିଶ୍ୱରେ ମହାପ୍ରଭୁଙ୍କର ବର୍ତ୍ତମାନ ରଥଯାତ୍ରା ଚାଲିଲାଣି। ତେଣୁକରି ମହାପ୍ରଭୁଙ୍କର ଘୋଷ ଯାତ୍ରା ସେ ଆପେ ଆପେ ପ୍ରଚାର ପ୍ରସାର ସବୁଆଡେ ଚାଲିଛି। ତେଣୁକରି ଆଉ ଗୋଟିଏ ସଂସ୍ଥା କଣ କି ବିଭିନ୍ନ ସଂସ୍ଥା ଆଜିକାଲି ବାହାରିଲେଣି। ଆପଣ ଜାଣିଥିବେ ଲିମ୍କା, ଆଉ ଲିମ୍କା ବୁକ୍ ଗୋଟେ ଆମର ଗିନିଜ ବୁକ୍ ଗୋଟେ, ଆଉ ଗୋଟେ ଆମର ୟୁନେସ୍କୋ ତରଫରୁ ଏଇ ସମସ୍ତ ପ୍ରକାର ଏମାନେ ବି ପ୍ରଚାର ପ୍ରସାର କେମିତି ଚାଲିବ। ତେଣୁକରି ଏଇଟା ଯାହା ଦ୍ୱାରା ୟା ଦ୍ୱାରା ହେଲେ ତେଣୁକରି ଗୋଟେ ଲାଭ ହବ ଯେ ମହାପ୍ରଭୁଙ୍କର ଯୋଉ ଯାତ୍ରା ଅଦିନିଆ ରଥଯାତ୍ରା ହଉଛି ସେଇଟା ନିଶ୍ଚିତ ଭାବରେ ବନ୍ଦ ହବ। କାହିଁକି ନା ସେମାନେ ଯେତେବେଳେ ଜାଣିବେ ଯେ ମହାପ୍ରଭୁଙ୍କର ଇଏ ଘୋଟ ଯାତ୍ରା ଏଇ ସମୟରେ ହୁଏ, ଏଇ ଦିନରେ ହୁଏ, ଆଷାଢ଼ ମାସର ଶୁକ୍ଳ ପକ୍ଷରେ ଦ୍ୱିତୀୟ ଦିନ ମହାପ୍ରଭୁଙ୍କର ଯାତ୍ରା ହୁଏ, ଏ ସମସ୍ତ ତଥ୍ୟ ଯେତେବେଳେ ସମସ୍ତେ ବାହାରେ ମାନ୍ୟତା ପାଇକରି ହବ, ବୋଧେ ମୁଁ ଭାବୁଛି ରଥଯାତ୍ରାଟା ଠିକ୍ ସମୟରେ ସମସ୍ତେ କରିବେ। କାହିଁକି ନା ମହାପ୍ରଭୁଙ୍କର ଯେମିତି ବିଭିନ୍ନ ଧର୍ମରେ ବିଭିନ୍ନ ଧର୍ମକୁ ଠିକ୍ ଗୋଟେ ଦିନରେ ସେମିତି ପାଳନ କରୁଛନ୍ତି, ସେଇଭଳି ଭାବରେ ମହାପ୍ରଭୁଙ୍କ ଯାତ୍ରାକୁ ସେଇଭଳି ଭାବରେ ସେମାନେ ପାଳନ କରିବେ ଏବଂ ମହାପ୍ରଭୁଙ୍କ ତଥ୍ୟ ବିଷୟରେ ଚାରିଆଡ଼େ ସମସ୍ତେ ଜାଣିବେ। ଯାହା ବି ହଉ ଗୋଟେ ଭଲ ବ୍ୟବସ୍ଥା କରାଯାଇଛି। ଆମର ମୁଖ୍ୟ ପ୍ରଶାସକ ଉଦ୍ୟମ କରୁଛନ୍ତି, ଆମେ ତାକୁ ସ୍ୱାଗତ କରୁଛୁ।